ବର୍ତ୍ତମାନ ଯୌବନର ଦ୍ୱାରରେ ପାଦ ଦେଇଥିଲି। ସେହି ବୟସରେ ମୁଁ ବହୁ ସୁନ୍ଦର ଏବଂ ସ୍ମାର୍ଟ ଦେଖାଯାଉଥିଲି। ମୋର ସ୍ମାର୍ଟନେସ୍ ଏବଂ ମୋ ବ୍ୟକ୍ତିତ୍ୱକୁ ଦେଖି କୌଣସି ବି ଝିଅ ମୋ ଉପରେ ଫିଦା ହୋଇଯାଉଥିଲେ। ଯେତେବେଳେ ମୁଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିକି ହଷ୍ଟେଲରୁ ଆମ ଘରକୁ ଆସିଲି, ମୋ ଭାଉଜ ମୋତେ ବହୁ ସୁନ୍ଦର ଭାବରେ ସ୍ୱାଗତ କଲେ। ପ୍ରାୟତଃ ମୁଁ ଏବଂ ଭାଉଜ ଫୋନରେ କଥା ହେଉଥିଲୁ। ମୁଁ କଲେଜରେ ପଢ଼ୁଥିବା ସମୟରେ ମୋ ଭାଉଜଙ୍କ ସହିତ ବହୁତ ବନ୍ଧୁତ୍ୱପୂର୍ଣ୍ଣ ହୋଇଥିଲି। ମୁଁ ହଷ୍ଟେଲରେ ଥିବା ସମୟରେ ମୋର ସାଙ୍ଗମାନେ ପ୍ରତିଦିନ ରାତିରେ ଖରାପ ଚଳଚ୍ଚିତ୍ର ଦେଖୁଥିଲେ, ଯାହାକୁ ଦେଖି ବୟସ ପୂର୍ବରୁ ମଧ୍ୟ ମୋ ଭିତରେ ସେସବୁ ଭାବନା ଜାଗ୍ରତ ହୋଇଥିଲା। ଇଚ୍ଛା ମୋର ହୃଦୟରେ ବଢ଼ିବାକୁ ଲାଗିଲା ଯେ ମୁଁ ଇଚ୍ଛା କଲି ଯଦି ମୋର ଜଣେ ଗାର୍ଲଫ୍ରେଣ୍ଡ ଥାଆନ୍ତା, ମୁଁ ତାଙ୍କ ସହିତ ଜୀବନକୁ ଉପଭୋଗ କରିଥାନ୍ତି। କିନ୍ତୁ ମୁଁ ମୋ ପସନ୍ଦର ଝିଅ ପାଇନଥିଲି। ଯେତେବେଳେ ମୁଁ ମୋ ଘରକୁ ଫେରିଲି, ଆମ ଘରେ ଭାଉଜଙ୍କୁ ଦେଖିବା ମାତ୍ରେ ମୁଁ ମୋ ଭାଉଜଙ୍କ ଉପରେ ଫିଦା ହୋଇଗଲି। ମୋର ହୃଦୟ ଭାଉଜଙ୍କ ପ୍ରେମରେ ପଡ଼ିଗଲା। ଭାଉଜ ଦେଖିବାକୁ ଅନନ୍ୟ ସୁନ୍ଦରୀ ଥିଲେ। ସେ ବହୁତ ନିରୀହ ଏବଂ ସରଳ ଥିଲେ। କିନ୍ତୁ ମୁଁ ମୋ ଭାଉଜଙ୍କ ତୁଳନାରେ ବହୁତ ବଦମାସ ଥିଲି। ଯେତେବେଳେ ବି ମୋ ଭାଇ ଘରୁ ବାହାରକୁ ଯାଆନ୍ତି, ମୁଁ କିଛି ବାହାନା କରି ମୋ ଭାଉଜଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲି। ଭାଉଜଙ୍କର ମଧ୍ୟ ମୁଁ ତାଙ୍କ ପାଖକୁ ଆସିବାରେ କୌଣସି ଅସୁବିଧା ନଥିଲା। ଦିନେ ସନ୍ଧ୍ୟା ସମୟ ଥିଲା। ପ୍ରବଳ ବର୍ଷା ହେଉଥିଲା। ଏହି ପାଣିପାଗ ଦେଖି ମୋ ମନ ବହୁତ ରୋମାଣ୍ଟିକ୍ ହୋଇଗଲା। ଘରେ ମୋ ଭାଇ ନଥିଲା ଏବଂ ଘରେ ମୁଁ ଓ ଭାଉଜ ଏକୁଟିଆ ଥିଲୁ। ମୁଁ ବାଲକୋନିରେ ବସି କଫି ପିଉଥିଲି। ସେତେବେଳେ ଦେଖିଲି ଯେ ଭାଉଜ ଏତେ ପ୍ରବଳ ବର୍ଷାରେ ଭିଜୁଥିଲେ ଏବଂ ବର୍ଷାର ମଜା ନେଉଥିଲେ। ଭାଉଜ ବର୍ଷାରେ ଓଦା ହେବା ପରେ ବହୁ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିଲେ, ଯାହାକୁ ଦେଖି ମୋର ଉଦ୍ଦେଶ୍ୟ ଖରାପ ହୋଇଗଲା। ମୁଁ ତୁରନ୍ତ ତଳକୁ ଆସିଲି ଏବଂ ଭାଉଜଙ୍କ ପାଖରେ ଠିଆ ହେଲି ଏବଂ ଭାଉଜଙ୍କ ଦେହକୁ ଦେଖିବାକୁ ଲାଗିଲି। ମୁଁ ବି ଭାଉଜଙ୍କ ସହ ବର୍ଷାରେ ଓଦା ହେଲି। ଭାଉଜ ମୋତେ ଦେଖି କହିଲେ, ରାଜା, ଆଜି ପାଗ ଅତ୍ୟନ୍ତ ଆନନ୍ଦଦାୟକ। ମୋତେ ବର୍ଷାରେ ଓଦା ହେବାରେ ବହୁତ ଭଲ ଲାଗେ। ଏହା ଶୁଣିବା ମାତ୍ରେ ମୁଁ ମୋ ଭାଉଜଙ୍କୁ କହିଲି ଯେ, ଭାଉଜ, ତୁମେ ବର୍ଷାରେ ଓଦା ହେବା ବେଳେ ବହୁ ସୁନ୍ଦର ରମଣୀୟ ଦେଖାଯାଉଛ। ଏହା ଶୁଣି ଭାଉଜ ଟିକେ ଲାଜେଇ ଗଲେ ଏବଂ ମୁଁ ମଧ୍ୟ ଏହାର ସୁଯୋଗ ନେଇ ଧୀରେ ଧୀରେ ତାଙ୍କ ହାତକୁ ଧରିବାକୁ ଲାଗିଲି। ଧୀରେ ଧୀରେ ଆମ ଦୁହିଁଙ୍କ ହୃଦୟର ସ୍ପନ୍ଦନ ବଢ଼ିବାକୁ ଲାଗିଲା। ପୁରା ମାହୋଲ ରୋମାଣ୍ଟିକ୍ ଲାଗୁଥିଲା। ଯେତେବେଳେ ମୁଁ ମୋ ଭାଉଜଙ୍କ ନିକଟତର ହେଲି ତ ସେ ଆଖି ବନ୍ଦ କରିଦେଲେ। ମୁଁ ଏଥିରୁ ସୁଯୋଗ ନେଇ ଭାଉଜଙ୍କୁ ଧୀରେ ଉଠାଇ ରୁମକୁ ନେଇଥିଲି। ଆଜି ମୋ ଭିତରେ ଏକ ଅଜବ ଉତ୍ତେଜନା ଥିଲା। ଆଜି ମୁଁ ମୋ ଭିତରେ ଥିବା ଅନେକ ଦିନର ଇଚ୍ଛା ପୂରଣ କରିବାକୁ ଯାଉଥିଲି। ରୁମ୍ ଭିତରକୁ ଯିବା ମାତ୍ରେ ମୁଁ ଆଲୋକ ବନ୍ଦ କରିଦେଲି ଏବଂ ଧୀରେ ଧୀରେ ମୋ ଭାଉଜଙ୍କ ନିକଟତର ହେବାକୁ ଲାଗିଲି। ଏହାପରେ ଭାଉଜ ମୋ ସହ ଯାହା କଲେ ଶୁଣିଲେ ଦେହ କ'ଣ ହୋଇଯିବ। କାରଣ ଭାଉଜ ଆଣ୍ଠେଇକି ମୋ ସହ ଲଗାତାର ବାରମ୍ବାର। ଏହି କାହାଣୀ ସେହି ଦିନର ଅଟେ, ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି। ମୋର ବୟସ 23 ବର୍ଷ ଥିଲା। ଆମ ଘରେ ମୋ ମା, ମୋ ଭାଇ ଏବଂ ଭାଉଜ ରହୁଥିଲେ। ମୋ ଭାଇର ବାହାଘରକୁ 6 ମାସ ହୋଇଥିଲା। ଏହି ବିବାହ ଆମ ଦୂର ସମ୍ପର୍କୀୟ ମାମୁଙ୍କ ଦ୍ୱାରା ସ୍ଥିର କରାଯାଇଥିଲା। ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି, ହଷ୍ଟେଲରେ ପ୍ରାୟତଃ ସମସ୍ତ ପୁଅମାନେ ରାତିରେ ବସି ସେହି ସବୁ ଭିଡ଼ିଓ ଦେଖୁଥିଲେ, କିନ୍ତୁ ମୁଁ ସେସବୁଠୁ ଦୂରେଇ ରହୁଥିଲି। କିନ୍ତୁ ମୋର ସାଙ୍ଗମାନେ ବହୁତ ବଦମାସ ଥିଲେ। ସେମାନେ ବାହାନା କରି ସେହି ଭିଡ଼ିଓ ଗୁଡ଼ିକ ବାରମ୍ବାର ମୋତେ ଦେଖାଉଥିଲେ। କହୁଥିଲେ, ତୁ ବର୍ତ୍ତମାନ ଠାରୁ ଏହା ବୁଝିନେ ଯେ ତୋର ଭବିଷ୍ୟତ ଜୀବନରେ ଏହା ବହୁତ ଭଲ ହେବ। ପ୍ରଥମେ ତ ମୁଁ ସେସବୁ ଦେଖିବାକୁ ମନା କରୁଥିଲି, କିନ୍ତୁ ଯେବେଠାରୁ ମୁଁ ସେସବୁ ଭିଡ଼ିଓ ଦେଖିବାକୁ ଲାଗିଲି ତ ମୋ ମନରେ ହଇଚଇ ହେବାକୁ ଲାଗିଲା। ବୟସ ପୂର୍ବରୁ ହିଁ ମୋ ଭିତରେ ଭାବନା ବଢ଼ିବାରେ ଲାଗିଲା। ମୋ ଭିତରେ ମଧ୍ୟ ଇଚ୍ଛା ଜାଗ୍ରତ ହେଲା। ମୁଁ ପ୍ରାୟତଃ କଲେଜ ଝିଅମାନଙ୍କ ସହିତ ଫ୍ଲର୍ଟ କରୁଥିଲି, କିନ୍ତୁ ସେସବୁ ଏପର୍ଯ୍ୟନ୍ତ କାହା ସହିତ ହୋଇନଥିଲା। ଯେତେବେଳେ ଭାଇର ବାହାଘର ହୋଇଥିଲା, ମୁଁ ବିବାହରେ ମଧ୍ୟ ଉପସ୍ଥିତ ଥିଲି। ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଭାଉଜଙ୍କୁ ଦେଖିଲି, ମୋର ମଧ୍ୟ ମନରେ ଏକ ଭାବନା ରହିଲା।
ମୁଁ ଇଚ୍ଛା କଲି ଯେ ମୁଁ ମଧ୍ୟ ଏହିପରି ଝିଅ ସହିତ ବିବାହ କରିବି, କାରଣ ମୋ ଭାଇ ତୁଳନାରେ ମୋ ଭାଉଜ ବହୁତ ସୁନ୍ଦର ଥିଲେ ଏବଂ ଯେ କେହି ବି ତାଙ୍କ ପ୍ରେମରେ ପଡ଼ିପାରନ୍ତି। ମୁଁ ଘରେ କିଛି ଦିନ ରହିଲି, କିନ୍ତୁ ତାପରେ କଲେଜକୁ ଗଲି। ମୋ ଭାଉଜ ମୋତେ କହିଲେ ଯେ, ରାଜା, ତୁମେ ସେଠାକୁ ଯିବା ପରେ ମଧ୍ୟ ମୋତେ ମନେ ରଖିବ। ଆମେ ଦୁହେଁ ରାତିରେ କଥା ହେବା, କାରଣ ମୋ ଭାଇ ପ୍ରାୟତଃ କାମ ପାଇଁ ଅନ୍ୟ ସହରରେ ରହୁଥିଲେ। ମୁଁ ରାତିରେ ମୋ ଭାଉଜଙ୍କ ସହିତ କଥା ହେଉଥିଲି। ଆମ ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ହୋଇଯାଇଥିଲା। ପରସ୍ପର ସହିତ ହୃଦୟ ଖୋଲି କଥା ହେଉଥିଲୁ। ମୁଁ ବହୁତ ବଦମାସ ଥିଲି। ସେହି କାରଣରୁ ମୁଁ ମୋ ଭାଉଜଙ୍କୁ ମଜାକରେ ପଚାରୁଥିଲି, ତୁମର ଇଚ୍ଛା ହେଉନାହିଁ ଯେ ଭାଇ ରାତିରେ ତୁମ ସହ ରହୁ? ଭାଉଜ ମଧ୍ୟ ମୋର ଅର୍ଥକୁ ଭଲ ଭାବରେ ବୁଝିପାରୁଥିଲେ। ସେ କହୁଥିଲେ ଯେ ଯଦି ତୁମେ ଘରେ ରହିଥାନ୍ତ, ତେବେ ମୋର ଏହି ଇଚ୍ଛା ଆଦୌ ହୋଇନଥାନ୍ତା। ମୁଁ ମଧ୍ୟ ଭାଉଜଙ୍କ ଇସାରାକୁ କୌଣସି ପ୍ରକାରେ ବୁଝିପାରୁଥିଲି। ଏହିପରି ଢଙ୍ଗରେ ଆମ ଜୀବନ ଚାଲିଥିଲା ଏବଂ ତାପରେ କିଛି ମାସ ପରେ ମୁଁ ମୋ କଲେଜର ଶେଷ ପରୀକ୍ଷା ସମାପ୍ତ କଲି ଏବଂ ଏହାପରେ ମୋ ଘରକୁ ଫେରିଆସିଲି। ମୋ ଭାଉଜ ମୋତେ ବହୁତ ଭଲ ଭାବରେ ସ୍ୱାଗତ କଲେ। ଯେତେବେଳେ ମୋ ମା ମୋତେ ଘରେ ଦେଖିଲେ, ସେ ମଧ୍ୟ ବହୁତ ଖୁସି ହେଲା। ମୁଁ ଆସିବା ମାତ୍ରେ ସେ କହିଲା, ପୁଅ, ବର୍ତ୍ତମାନ ମୁଁ ମଧ୍ୟ ତୋ ପାଇଁ ଭଲ ଝିଅ ଖୋଜିବା ଆରମ୍ଭ କରିବି। ତୁ ଯଥାଶୀଘ୍ର ଚାକିରି କରିନେ। ଏହା ଶୁଣି ମୁଁ ମାଆଙ୍କୁ କହିଲି ଯେ ଯଦି ତୁମେ ମୋ ପାଇଁ ଝିଅ ଖୋଜିବାକୁ ଚାହୁଁଛ, ତେବେ ସମ୍ପୂର୍ଣ୍ଣ ଭାବେ ଭାଉଜଙ୍କ ପରି ଝିଅ ଖୋଜ। ସେତେବେଳେ କେବଳ ମୁଁ ବିବାହ କରିବି। ମୋ କଥା ଶୁଣି ଭାଉଜ ଟିକେ ଲାଜେଇ ଗଲେ। ତାପରେ ଭାଉଜ ମୋ ପାଇଁ ଚାହା ଏବଂ ଜଳଖିଆ ତିଆରି କଲେ। ଚା ଏବଂ ଜଳଖିଆ ଖାଇବା ପରେ ମୁଁ ମୋ ରୁମକୁ ଆସିଲି। ଏବେ କିଛି ସମୟ ହେବ ମୁଁ ମୋ ରୁମରେ ଆସି ଗଡ଼ପଡ଼ ହେଉଥିଲି। ହଠାତ୍ ମୋ ଭାଉଜ ଆସି ମୋ ଦ୍ୱାରର ନିକଟରେ ଠିଆ ହେଲେ। ସେ କହିଲେ, ରାଜା, ଯଦି ତୁମେ କିଛି ଖରାପ ନ ଭାବ, ଯଦି ତୁମ ପାଖରେ ସମୟ ଅଛି, ତେବେ କିଛି ସମୟ ପାଇଁ ମୋତେ ବଜାର ନେଇ ଯାଇପାରିବ କି? କାରଣ ମୋତେ ଘର ପାଇଁ ପନିପରିବା ଆଣିବାକୁ ଅଛି। ମାଆଙ୍କ ଦେହ ଭଲ ନାହିଁ, ତେଣୁ ସେ ଯାଇପାରିବେ ନାହିଁ ଏବଂ ତୁମର ଭାଇ କାମରେ ବ୍ୟସ୍ତ ଅଛନ୍ତି। ମୁଁ ଏହା ଶୁଣିବା ମାତ୍ରେ ମୋ ମୁହଁରେ ଏକ ହସ ଫୁଟିଉଠିଲା ଏବଂ ମୁଁ କହିଲି, ଭାଉଜ, ବର୍ତ୍ତମାନ ଚିନ୍ତା କର ନାହିଁ। ମୁଁ କିଛି ସମୟ ପରେ ପ୍ରସ୍ତୁତ ହୋଇ ଆସୁଛି। ତୁମେ ମଧ୍ୟ ଏହି ସମୟ ମଧ୍ୟରେ ପ୍ରସ୍ତୁତ ହୁଅ। ତାପରେ ଆମେ ଦୁହେଁ ବଜାର ଯିବା। ତାପରେ କିଛି ସମୟ ପରେ ଯେତେବେଳେ ମୁଁ ତଳକୁ ଓହ୍ଲାଇଲି, ଦେଖିଲି ଭାଉଜ ପ୍ରସ୍ତୁତ ହୋଇ ସୋଫାରେ ବସିଛନ୍ତି। ଆଜି ତ ସେ ଆହୁରି ସୁନ୍ଦର ଦେଖାଯାଉଥିଲେ। ଭାଉଜ ଏକ ଶାଢ଼ୀ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ଶରୀରର କିଛି ଅଙ୍ଗ ସ୍ପଷ୍ଟ ଦେଖାଯାଉଥିଲା, ଯାହା ଦେଖି ମୁଁ ଚକିତ ହୋଇଗଲି। ମୋର ଉଦ୍ଦେଶ୍ୟ ବର୍ତ୍ତମାନ ଖରାପ ହୋଇଗଲା। ମୁଁ ଠିଆ ହୋଇ ଭାଉଜଙ୍କୁ ଦେଖିବାକୁ ଲାଗିଲି। ଭାଉଜ କହିଲେ, କ'ଣ ହେଲା ରାଜା ବାବୁ, ଯିବା କି ନାହିଁ? ମୁଁ ତୁରନ୍ତ କହିଲି, ହଁ ହଁ ଭାଉଜ, ଚାଲ ଯିବା। ମୁଁ ଭାଉଜଙ୍କୁ ଆମ ବାଇକ୍ରେ ବସାଇ ବଜାର ବାହାରିଲି। ଭାଉଜ ଯେତେବେଳେ ତାଙ୍କ ହାତ ମୋ କାନ୍ଧ ଉପରେ ରଖିଲେ, ମୋ ଭିତରେ ଥିବା ଆବେଗ ବଢ଼ିବାକୁ ଲାଗିଲା। ଆମ ଘରଠାରୁ ବଜାର 30 ମିନିଟ୍ ଦୂରରେ ଥିଲା, କିନ୍ତୁ ସେଥିରେ ମଧ୍ୟ ମୁଁ ବାଇକ୍ ଧୀରେ ଧୀରେ ଚଲାଉଥିଲି। ମୁଁ ବାଇକ୍ ଚଲାଇବା ସମୟରେ କିଛି ସମୟ ଭାଉଜଙ୍କ ସହ ଅତିବାହିତ କରିବାକୁ ଚାହୁଁଥିଲି। ଦର୍ପଣର କାଚରୁ ମୁଁ ଭାଉଜଙ୍କୁ ଦେଖୁଥିଲି। ଭାଉଜ ମୋତେ କହିଲେ, ତୁମେ ଗାଡ଼ି ଏତେ ମନ୍ଥର ଗତିରେ କ'ଣ ପାଇଁ ଚଲାଉଛ? ପଛ ଲୋକ ଆମକୁ ପାର ହୋଇ ଚାଲି ଯାଉଛନ୍ତି। ମୁଁ କହିଲି, ଭାଉଜ, ଗାଡ଼ି ମୋତେ ଧୀରେ ଚଲାଇବାକୁ ଭଲ ଲାଗେ। ତାପରେ ମୁଁ ଜାଣିଶୁଣି ଗାଡ଼ିର ବ୍ରେକ୍ ପ୍ରୟୋଗ କରୁଥିଲି, ଯେଉଁ କାରଣରୁ ଭାଉଜ ମୋ ଦେହରେ ଲଦି ହୋଇଯାଉଥିଲେ। ବେଳେବେଳେ ହମ୍ପ୍ସ ଦେଖି ଜୋରରେ ବ୍ରେକ୍ ଲଗାଉଥିଲି, ଯାହା ଫଳରେ ଭାଉଜ ମୋ ଦେହରେ ଧକ୍କା ହୋଇ ମୋତେ ଜାବୁଡ଼ି ଧରିବେ, ଏହା ମୁଁ ଚାହୁଁଥିଲି। ଭାଉଜ ମଧ୍ୟ ମୋର କାର୍ଯ୍ୟକଳାପ ବୁଝିପାରୁଥିଲେ, କିନ୍ତୁ କିଛି କହୁନଥିଲେ। ତାପରେ ଏହିପରି ଚାଲୁ ଚାଲୁ ବଜାର ଆସିଗଲା। କିଣାକିଣି ସାରିବା ପରେ ଆମେ ପୁଣି ଘରକୁ ଫେରିଲୁ। ତେଣୁ ମୁଁ ପୁଣି ସେହି ପୁରୁଣା ପଦ୍ଧତି ଗ୍ରହଣ କଲି। ଧୀରେ ଧୀରେ ଗାଡ଼ି ଚଳାଇବା ଆରମ୍ଭ କଲି ଏବଂ ଜାଣିଶୁଣି ରାସ୍ତାରେ ବ୍ରେକ୍ ମାରୁଥିଲି। ଯେତେବେଳେ ଭାଉଜ ମୋ ଦେହରେ ଧକ୍କା ହୁଅନ୍ତି, ମୁଁ ପୁରା ସତେଜ ହୋଇଯାଏ। ମନ ହେଉଥିଲା ବର୍ତ୍ତମାନ ସବୁକିଛି କରିଦେବି, କିନ୍ତୁ ମୁଁ ଅସହାୟ ଥିଲି।
ସମ୍ପର୍କର ପରିଧି ପାଇଁ ପଛକୁ ଫେରିଗଲି। କିଛି ସମୟ ପରେ ଆମେ ଘରେ ପହଞ୍ଚିଲୁ। ଯେତେବେଳେ ଆମେ ଘରେ ପହଞ୍ଚିଲୁ, ମା ଆମକୁ ଗେଟ୍ ପାଖରେ ଦେଖିଲା। ସେ ମୋ ହାତକୁ ଧରି ତା କୋଠରୀକୁ ନେଇଗଲା। ମୋତେ ଲାଗିଲା ବୋଧହୁଏ ମୋ ପାଖରେ ମା'ର କିଛି କାମ ଥିବ। କିନ୍ତୁ ମା ମୋତେ କହିବାକୁ ଲାଗିଲା, ପୁଅ, ମୁଁ ତୋତେ କିଛି ବିଷୟରେ କହିବାକୁ ଚାହେଁ। ମା'ଙ୍କ କଥା ଶୁଣିବା ପରେ ମୁଁ କହିଲି, ହଁ ମା, କ'ଣ କଥା ଅଛି କହ। ତେବେ ମା ମୋତେ କହିବା ଆରମ୍ଭ କଲା, ତୋ ବଡ଼ ଭାଇ ବେଶୀ ସମୟ ଘରେ ରହେ ନାହିଁ। ସେ ବିବାହ କରିବା ପରଠାରୁ ଅଧିକାଂଶ ସମୟ ବାହାରେ ରହୁଛି। ମୁଁ ଏହା ସଙ୍ଗେ ସଙ୍ଗେ ମା'ଙ୍କୁ କହିଲି ଯେ ମା, ଭାଇ କାମରେ ବ୍ୟସ୍ତ ଅଛନ୍ତି, ସେଥିପାଇଁ ତାଙ୍କର ସମୟ ନଥାଇପାରେ। ତେଣୁ ମା ମୋତେ କହିଲା, ନା ନା ପୁଅ, ତୁ ମୋ କଥାକୁ ଆଦୌ ବୁଝିପାରୁନାହୁଁ। ମୁଁ କ'ଣ କହୁଛି? ମୁଁ ଅନୁଭବ କରୁଛି ଯେ ତୋ ଭାଇ ଅନ୍ୟ କୌଣସି ଝିଅ ସହିତ ସମ୍ପର୍କ ରଖିଛି। ଯେତେବେଳେ ମା ଏହା କହିଲେ, ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ସେତେବେଳେ ମା ମୋତେ କହିଲା, ଧୀରେ କହ ପୁଅ, ନଚେତ୍ ଯଦି ଏକଥା ତୋ ଭାଉଜ ଶୁଣିବ, ଯଦି ସେ ଏ ବିଷୟରେ ଜାଣିବାକୁ ପାଇବ, ତେବେ ଏହା ବହୁତ ଖରାପ ହେବ। ମୁଁ ମା'କୁ କହିଲି, ତୁମେ ଏ କି ପ୍ରକାରର କଥା କହୁଛ? କ'ଣ ତୁମକୁ କେହି କିଛି କହିଛନ୍ତି? ନା ଭାଇ ତୁମକୁ କହିଛି? ମା କହିଲେ, ଯେତେବେଳେ ମୁଁ ତୋ ଭାଇ ସହ ଫୋନରେ କଥା ହେଉଥିଲି, ପଛରୁ କୌଣସି ମହିଳାର ସ୍ୱର ଆସୁଥିଲା ଏବଂ ଯେତେବେଳେ ମୁଁ ତୋ ଭାଇକୁ ଏ ବିଷୟରେ ପଚାରିଲି, ସେ ବାହାନା କରି ଏହି ଘଟଣାକୁ ଆଡ଼ାଇ ଦେଲା। ମୁଁ ମା'ଙ୍କୁ କହିଲି, ଏହା ତୁମ ମନର ଭ୍ରମ ହୋଇପାରେ, ସେପରି କିଛି ନାହିଁ। ମା ମୋତେ ବାରମ୍ବାର ବୁଝାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ମୁଁ ତାଙ୍କୁ ବାରମ୍ବାର କହିଲି ଯେ ତୁମେ ଏହିପରି କଥା କହିବା ଉଚିତ ନୁହଁ। ନଚେତ୍ ଯଦି ଭାଉଜ ଏହି ବିଷୟରେ ଜାଣିପାରନ୍ତି, ତେବେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇପାରେ। ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତ୍ୟ କ'ଣ ଆମେ ନ ଜାଣିଛନ୍ତି, ତୁମେ ଏ ବିଷୟରେ କାହାକୁ କିଛି କୁହ ନାହିଁ। ମା ମଧ୍ୟ ମୋ କଥାରେ ରାଜି ହେଲେ। ତାପରେ ମୁଁ ଚୁପଚାପ ମୋ ରୁମକୁ ଆସିଲି। ପରେ ମୁଁ ଗାଧୋଇବା ପାଇଁ ବାଥରୁମକୁ ଚାଲିଗଲି। ଗାଧୋଇବା ପରେ ମୁଁ ବାଥରୁମରୁ ବାହାରକୁ ଆସି ଦେଖିଲି ଯେ ଭାଉଜ ମୋ ରୁମରେ ମୋ ସାମ୍ନାରେ ବସିଥିଲେ। ମୁଁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଯେତେବେଳେ ମୁଁ ଆସି ତାଙ୍କ ପାଖରେ ଠିଆ ହେଲି, ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ପୂରା ପାଣିରେ ଓଦା ଥିଲି। ସେ ଧୀରେ ଆସି ମୋ ପାଖରେ ଠିଆ ହେଲେ ଏବଂ ତାପରେ ମୋତେ କହିଲେ, ତୁମ ଭାଇକୁ ଦେଖ, ସେ ମୋତେ ଆଦୌ ସମୟ ଦିଅନ୍ତି ନାହିଁ। ସେ ମଧ୍ୟ ଘରକୁ ଆସନ୍ତି ନାହିଁ। ମୁଁ ତାଙ୍କୁ କହିଥିଲି ଯେ ତୁମେ ଆଜି ଘରକୁ ଆସିଛ, ତଥାପି ସେ ତୁମକୁ ମଧ୍ୟ ଭେଟିବାକୁ ଆସିଲେ ନାହିଁ। ମୁଁ ଏସବୁ କଥା ଶୁଣି ପୁନର୍ବାର ମା'ଙ୍କ କଥା ମନେ ପକାଇବାକୁ ଲାଗିଲି ଏବଂ ମୁଁ ମୋ ମନରେ ଭାବିବାକୁ ଲାଗିଲି ଯେ ବୋଧହୁଏ ଆଜି ମୋ ମା ଯାହା କହୁଥିଲେ ତାହା ସତ ହୋଇପାରେ। କିନ୍ତୁ ମୁଁ ସେତେବେଳେ ମାମଲାଟିକୁ ବୁଝାଇ କହିଲି, ହୁଏତ ସେ କାମରେ ବ୍ୟସ୍ତ ଥିବେ। କୌଣସି ଅସୁବିଧା ନାହିଁ, ସେ ଆସନ୍ତାକାଲି ନିଶ୍ଚିତ ଭାବରେ ଆସିବେ। ତାପରେ ମୁଁ ଧୀରେ ଧୀରେ ମୋ ଭାଉଜଙ୍କ ନିକଟତର ହୋଇ ତାଙ୍କୁ ଉତ୍ସାହିତ କରିବାକୁ ଲାଗିଲି। ମୋ ଭାଉଜ ସହିତ ମୁଁ ବହୁତ ବନ୍ଧୁତ୍ୱପୂର୍ଣ୍ଣ ହୋଇଯାଇଥିଲି ଏବଂ ଆମେ ପ୍ରାୟତଃ ପ୍ରତ୍ୟେକ ଜିନିଷକୁ ପରସ୍ପର ସହ ସେୟାର କରିଥାଉ। ଯେତେବେଳେ ମୋ ମୁଣ୍ଡରୁ ପାଣି ଝରିବାକୁ ଲାଗିଲା, ମୋ ଭାଉଜ ତୁରନ୍ତ ଏକ ତୈଳି ଆଣି ମୋ ମୁଣ୍ଡକୁ ପୋଛିବା ଆରମ୍ଭ କଲେ। ଭାଉଜଙ୍କର ଏହି ଛୋଟ ଛୋଟ ସ୍ନେହଭରା କାର୍ଯ୍ୟ ଯୋଗୁଁ ମୋତେ ତାଙ୍କ ପ୍ରତି ଅସରନ୍ତି ପ୍ରେମ ହୋଇଗଲା। ମୋର ତ ବର୍ତ୍ତମାନ ଇଚ୍ଛା ହେଉଥିଲା ଯେ ମୋ ଭାଉଜଙ୍କୁ ଜାବୁଡ଼ି ଧରି। କିନ୍ତୁ ତାପରେ ମୁଁ ତୁରନ୍ତ ମୋ ଚିନ୍ତାଧାରାରୁ ବାହାରି ଆସିଲି ଏବଂ ଭାବିଲି, ଏହା ତ ଏକ ବହୁତ ବଡ଼ ଭୁଲ କଥା। ରାତିରେ ରାତ୍ରି ଭୋଜନ କରିବା ପରେ ମୁଁ ମୋ ରୁମକୁ ଆସି ଶୋଇଥିଲି। ଦିନସାରା ଥକାପଣ ହେତୁ ମୋତେ କେତେବେଳେ ନିଦ ଆସିଗଲା ମୁଁ ଜାଣିନଥିଲି। ପୁଣି ଅଚାନକ ରାତିର ପାଖାପାଖି 2ଟା ବେଳେ ମୋ ଆଖି ଖୋଲିଲା। ଯେତେବେଳେ ଘରେ କେହି କାନ୍ଦିବାର ଶବ୍ଦ ଶୁଣିବାକୁ ଲାଗିଲି। ଏହି ଧ୍ୱନି ବହୁତ ଧୀରେ ଧୀରେ ଆସୁଥିଲା। ଯେତେବେଳେ ମୁଁ ସେହି ସ୍ୱର ଶୁଣିବାକୁ ମୋ ରୁମରୁ ବାହାରକୁ ଆସିଲି, ଦେଖିଲି ଏହି ସ୍ୱର ମୋ ଭାଉଜଙ୍କ କୋଠରୀରୁ ଆସୁଛି। ମୁଁ ସଙ୍ଗେ ସଙ୍ଗେ ସେହି କୋଠରୀ ଆଡ଼କୁ ଦୌଡ଼ିଗଲି ଏବଂ ଯେତେବେଳେ ମୁଁ କୋଠରୀର ନିକଟକୁ ଆସି ସେଠାରେ ଠିଆ ହେଲି, ମୁଁ ଶୁଣିଲି ଯେ ଭାଉଜ ମୋ ଭାଇଙ୍କ ସହ କଥାବାର୍ତ୍ତା ହେଉଥିଲେ ଏବଂ ସେ କାନ୍ଦୁଥିଲେ ଏବଂ କହୁଥିଲେ ଯେ ଆମର ବିବାହ ହେବାର 7 ମାସ ହୋଇଗଲାଣି, କିନ୍ତୁ ତୁମର ମୋ ପାଇଁ କେବେ ସମୟ ନାହିଁ। ଯଦି ତୁମେ ମୋତେ ପସନ୍ଦ କରୁନାହଁ,
ତେବେ ତୁମେ ମୋତେ ବିବାହ କ'ଣ ପାଇଁ କରୁଥିଲ? ଭାଉଜ ମୋ ଭାଇ ଉପରେ ବହୁତ ରାଗୁଥିଲେ। ମୁଁ ତୁରନ୍ତ ମୋ ରୁମ୍କୁ ଫେରି ଆସିଲି ଏବଂ ମୁଁ ମୋ ମନରେ ଚିନ୍ତା କରିବାକୁ ଲାଗିଲି ଯେ ମା' ଯାହା କହୁଥିଲେ ହୁଏତ ସତ ହୋଇଥାଇପାରେ। ତାପରେ ମୁଁ ଭାବିଲି ବୋଧହୁଏ ଭାଇ କାମରେ ବ୍ୟସ୍ତ ରହୁଥିବେ। ସେଥିପାଇଁ ମୁଁ ଏସବୁ ବିଷୟରେ ଅଧିକ ଚିନ୍ତା କରିବା ଉଚିତ ନୁହଁ ଏବଂ ମୋ ମନରେ ମୁଁ ସ୍ଥିର କଲି ଯେ ଆସନ୍ତାକାଲିଠାରୁ ମୁଁ ଭାଉଜଙ୍କର ଯତ୍ନ ନେବି। ପରଦିନ ସକାଳେ ମୁଁ ଉଠିବା ମାତ୍ରେ ସଙ୍ଗେ ସଙ୍ଗେ ରୋଷେଇ ଘରକୁ ଗଲି ଏବଂ ଦେଖିଲି ଯେ ଭାଉଜ ରୋଷେଇ ଘରେ ବାସନ ଧୋଉଛନ୍ତି। ମୁଁ ଯାଇ ତାଙ୍କ ପାଖରେ ଠିଆ ହେଲି। ତାପରେ ଭାଉଜ ମୋତେ ପଚାରିବାକୁ ଲାଗିଲେ, ଦିଅର ରାଜା, ତୁମେ ଏଠାରେ କ'ଣ କରୁଛ? ମୁଁ କହିଲି, ଭାଉଜ, ତୁମେ ଆଦୌ ଚିନ୍ତା କର ନାହିଁ। ତୁମର କିଛି ବି କାମ ହେଉ ତୁମେ ମୋତେ ଆଦେଶ କର, ମୁଁ ତୁମର ସମସ୍ତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି। ଏହା ଶୁଣି ଭାଉଜ ହସିବାକୁ ଲାଗିଲେ ଏବଂ ପଚାରିଲେ, ସତରେ କ'ଣ ତୁମେ ମୋର ସମସ୍ତ କାମ କରିବ? ଏହା କହିବା ମାତ୍ରେ ସେ ମୋତେ ବହୁତ ଗଭୀର ଆଖିରେ ଚାହିଁଲେ। ଆଜି ମୋତେ ଭାଉଜଙ୍କ ବାକ୍ଭଙ୍ଗୀ କିଛି ଅଲଗା ଲାଗୁଥିଲା, ଯେପରି ସେ ମୋତେ କିଛି ଅଲଗା କଥା କହୁଛନ୍ତି, ଯାହା ମୁଁ ବୁଝିପାରିଲି ନାହିଁ। ମୁଁ ବି ତୁରନ୍ତ ହଁରେ ଉତ୍ତର ଦେଲି। ତାପରେ ଭାଉଜ କହିଲେ ଯେ ଯେବେ ସମୟ ଆସିବ ମୁଁ ତୁମକୁ କହିବି ଏବଂ ତାପରେ ମୁଁ ଦେଖିବି ତୁମେ କେତେ କାମ କରୁଛ। ଏବେ ମୁଁ ଭାଉଜଙ୍କ ଆଖପାଖରେ ରହି ତାଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କରୁଥିଲି। ଦିନେ ମୁଁ ଭାଉଜଙ୍କୁ ଚଳଚ୍ଚିତ୍ର ଦେଖାଇବା ପାଇଁ ବାହାରକୁ ନେଇକି ଯାଇଥିଲି। ସେହି ମୁଭି ବହୁତ ଭୟଙ୍କର ଭୂତ ଚଳଚ୍ଚିତ୍ର ଥିଲା। ସେଥିପାଇଁ ଭାଉଜ ମୋତେ ଦୃଢ଼ ଭାବରେ ଜାବୁଡ଼ି ଧରିଥିଲେ। ଭାଉଜଙ୍କୁ ଜାବୁଡ଼ି ଧରିବାରେ ମୋର ଯେଉଁ ଆସକ୍ତି ଥିଲା ବର୍ତ୍ତମାନ ତାହା ବୃଦ୍ଧି ପାଇବାରେ ଲାଗିଲା। ମୁଁ ତାଙ୍କୁ ବହୁତ ଭଲ ପାଇବା ଆରମ୍ଭ କଲି। ମୁଁ ମଧ୍ୟ ଜାଣିଶୁଣି ତାଙ୍କର ବହୁତ ନିକଟତର ହୋଇଥିଲି ଏବଂ ତାପରେ ଧୀରେ ଧୀରେ ତାଙ୍କ ଶରୀରର ସୁଗନ୍ଧ ଅନୁଭବ କରିବାକୁ ଲାଗିଲି। ମୁଁ ପୁରା ଭାଉଜଙ୍କ ଦେହରେ ମିଶିଯିବାକୁ ଚାହୁଁଥିଲି। ଚଳଚ୍ଚିତ୍ର ସମାପ୍ତ ହେବା ପରେ ଯେତେବେଳେ ଆମେ ଘରକୁ ଫେରିଥିଲୁ, ରାତି ସମୟ ଥିଲା ଏବଂ ଥଣ୍ଡା ପାଗ ଥିଲା। ତେଣୁ ଭାଉଜ ମୋତେ ପଛରୁ ଜୋରରେ କୁଣ୍ଢେଇ ଧରିଥିଲେ ଏବଂ ମୁଁ ମଧ୍ୟ ବାଇକ୍ ଧୀରେ ଧୀରେ ଚଲାଉଥିଲି। ଭାଉଜଙ୍କ ସେ ସ୍ପର୍ଶରେ ମୋ ଦେହ ରୋମାଞ୍ଚିତ ହେବାକୁ ଲାଗିଲା। ଆମେ ଘରେ ପହଞ୍ଚିବା ବେଳକୁ ଆମେ ଦେଖିଲୁ ଭାଇ ଘରେ ଉପସ୍ଥିତ ଥିଲେ। ଭାଉଜ ଭାଇକୁ ଦେଖି ବହୁତ ଖୁସି ହୋଇଥିଲେ। କିନ୍ତୁ ଯେତେବେଳେ ତାଙ୍କ ପଛରେ ଆମେ ଏକ ଝିଅକୁ ଦେଖିଲୁ, ଆମେ ଦୁହେଁ ତାଙ୍କୁ ଦେଖିବା ପରେ ଆମ ହୋସ୍ ଉଡ଼ିଗଲା। ମା' ମଧ୍ୟ ସେହି ପାଖରେ ବସି ବହୁତ କାନ୍ଦୁଥିଲେ। ଯେତେବେଳେ ମୁଁ ମା'ଙ୍କ ନିକଟକୁ ଆସିଲି, ମା' ମୋତେ କହିଲେ, ପୁଅ, ତୋ ଭାଇ ସର୍ବନାଶ କରିଦେଲା। ସେ ଦ୍ୱିତୀୟ ବିବାହ କରିଛି ଏବଂ ସେ କହୁଛି ଯେ ଏହି ଝିଅ ସହିତ ନିଜ ଜୀବନ ବିତେଇବାକୁ ଚାହୁଁଛି। ଏହା ଶୁଣିବା ପରେ ଭାଉଜ ପୁରା ଚିତ୍କାର କରିବାକୁ ଲାଗିଲେ, ଚିଲେଇ ଉଠିଲେ। ସେ ପୁରା କ୍ରୋଧିତ ଅବସ୍ଥାରେ ଥିଲେ। ଭାଇକୁ କ୍ରୋଧରେ କହୁଥିଲେ, ଏହି କାରଣରୁ ତୁମେ ରାତିରେ ମୋ ପାଖରେ ରହୁନଥିଲ। ଯଦି ତୁମେ ଅନ୍ୟ କାହାକୁ ଚାହୁଁଥିଲ, ପସନ୍ଦ କରୁଥିଲ, ତେବେ ତୁମେ ମୋ ଜୀବନକୁ କାହିଁକି ନଷ୍ଟ କଲ? ଭାଇ ମଧ୍ୟ ଦୋଷୀଙ୍କ ପରି ଚୁପଚାପ ଠିଆ ହୋଇଥିଲା। ମୁଁ ମଧ୍ୟ ଭାଇ ଉପରେ ବହୁତ ରାଗିଗଲି। ମୁଁ କହିଲି, ଭାଇ, ବର୍ତ୍ତମାନ ତୁମକୁ ଏହାର ଉତ୍ତର ଦେବାକୁ ପଡ଼ିବ। ତୁମେ ଆମ ସମସ୍ତଙ୍କ ପ୍ରତି ବିଶ୍ୱାସଘାତକତା, ପ୍ରତାରଣା କାହିଁକି କଲ? ତାପରେ ଭାଇ କହିବାକୁ ଲାଗିଲେ, ମୁଁ ମଧ୍ୟ ମୋ ଜୀବନରେ ବିବ୍ରତ ହୋଇଯାଇଥିଲି। ସେଥିପାଇଁ ଆଜି ମୁଁ ଏହି ଝିଅକୁ ଘରକୁ ଆଣିଲି। କେବଳ ମା'ଙ୍କ ହେତୁ ମୁଁ ଏହି ବିବାହ କରିଥିଲି। ମୁଁ ସେତେବେଳେ ମା'ଙ୍କୁ ମଧ୍ୟ କହିଥିଲି ଯେ ମୁଁ ବର୍ତ୍ତମାନ ବିବାହ କରିବାକୁ ଚାହୁଁନାହିଁ। କିନ୍ତୁ ମା' ସବୁ ଜାଣିଶୁଣି ମୋତେ ରୁବିନାକୁ ବିବାହ କରିବାକୁ ବାଧ୍ୟ କଲେ। ମୋତେ ବି ଲାଗୁଥିଲା ଯେ ସମୟ ସହିତ ମୁଁ ମଧ୍ୟ ବଦଳିଯିବି। କିନ୍ତୁ ଏହା ମୋର ଭୁଲ ଭାବନା ଥିଲା। ଯେଉଁଠାରେ ମୁଁ ଚାକିରି କରୁଥିଲି ସେଠାରେ ମୋତେ ଅଙ୍କିତାଙ୍କ ସହ ପ୍ରେମ ହୋଇଯାଇଥିଲା ଏବଂ ମୁଁ ତାଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲି। ମୁଁ ରୁବିନାଙ୍କ ସହ ଖୁସିରେ ରହିପାରିବି ନାହିଁ। ନା, ମୁଁ ଆଜି ପର୍ଯ୍ୟନ୍ତ ତାଙ୍କ ସହ କିଛି ସମ୍ବନ୍ଧ ରଖିଛି। ତୁମେ ଚାହିଁଲେ ତାଙ୍କୁ ପଚାରି ବି ପାରିବ। ଆମେ ଯେତେବେଳେ ରୁବିନା ଭାଉଜଙ୍କୁ ଚାହିଁଲୁ, ସେ ଚୁପଚାପ ତାଙ୍କ ମୁଣ୍ଡ ନୁଆଁଇ ନା କହିଲେ ଏବଂ କହିଲେ, ମୁଁ ଭାବିଲି ସେ ବିବାହ ସମ୍ପର୍କ ପାଇଁ କିଛି ସମୟ ଚାହୁଁଛନ୍ତି। ମୁଁ ଜାଣି ନଥିଲି ଯେ ସେ ତାଙ୍କ ମା'ଙ୍କ ହେତୁ ମୋତେ ବିବାହ କରିଥିଲେ। ଯଦି ମୁଁ ଏହା ଜାଣିଥାନ୍ତି,
ତେବେ ମୁଁ ରୋହନକୁ କେବେ ବିବାହ କରିନଥାନ୍ତି। ଭାଇ ସାଙ୍ଗରେ ହିଁ ଛାଡ଼ପତ୍ର କାଗଜ ନେଇ ଆସିଥିଲେ ଏବଂ ସେ ଏଥିରେ ଦସ୍ତଖତ କରିଥିଲେ। ମା ମଧ୍ୟ ଭାଇ ଉପରେ ବହୁତ ରାଗିକି ଚିଲ୍ଲାଉଥିଲେ, କିନ୍ତୁ ଆମ ସମସ୍ତଙ୍କ କଥା ଭାଇଙ୍କ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ, କାରଣ ଯାହା କରିବା କଥା ସେ ତ କରିସାରିଛନ୍ତି। ଏହାପରେ ଭାଇ ସେହି ଝିଅ ସହିତ ଅନ୍ୟ ସହରକୁ ଫେରିଯାଇଥିଲେ, ଯେଉଁଠାରେ ସେ ସେହି ଝିଅ ସହ ଗୋଟିଏ ଅଫିସରେ କାମ କରୁଥିଲେ। ଆମେମାନେ ଭାଇକୁ ନ ଯିବାକୁ ବହୁତ ଅଟକାଇଥିଲୁ, କିନ୍ତୁ କୁହାଯାଏ ବାଧ୍ୟବାଧକତାରେ କୌଣସି ସମ୍ପର୍କ ତିଷ୍ଠିପାରେ ନାହିଁ, ଦିନେ ନା ଦିନେ ଭାଙ୍ଗିଯାଏ। ଭାଇ ଯିବା ପରେ ଭାଉଜ ପୁରା ଭାଙ୍ଗି ପଡ଼ିଥିଲେ। ସେ ବହୁତ କାନ୍ଦିଲେ। ମା ଏବଂ ମୁଁ ଭାଉଜଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲୁ ଯେ ତୁମର ଜୀବନ ଆଗକୁ ବହୁତ ବାକି ଅଛି, ବିବ୍ରତ ହୁଅ ନାହିଁ, ଧୈର୍ଯ୍ୟ ଧର। କିନ୍ତୁ ଭାଉଜ କହିବା ଆରମ୍ଭ କଲେ, ଯେତେବେଳେ ମୋ ସ୍ୱାମୀ ଆଉ ମୋର ନୁହଁ, ମୁଁ ବର୍ତ୍ତମାନ କେଉଁଆଡ଼େ ଯିବି? ମା କହିବା ଆରମ୍ଭ କଲା, ଝିଅ, ତୁମେ ଏହି ଘରୁ ବାହାରକୁ ଯିବାର ଆବଶ୍ୟକତା ନାହିଁ। ମୁଁ ତୁମକୁ ସ୍ନେହ ପ୍ରେମରେ ଏହି ଘରକୁ ଆଣିଥିଲି ଏବଂ ଯାହା ବି ହେଉ, ତୁମ ପିତାମାତା ଆଉ ଏହି ଦୁନିଆରେ ନାହାନ୍ତି, ତେଣୁ ତୁମେ ଆମ ସହିତ ଏହି ଘରେ ହିଁ ରହିବ। ମୋତେ ଯଦି କୌଣସି ଭଲ ପିଲା ମିଳିବ, ତାହେଲେ ମୁଁ ସବୁକିଛି ଭଲ ଭାବରେ ଦେଖିବା ପରେ ହିଁ ତୁମକୁ ତା ସହ ବିବାହ କରାଇବି। କିନ୍ତୁ ଭାଉଜ ଆମ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଏଇ ଯେଉଁ ପରିସ୍ଥିତି ଥିଲା, ଭାଉଜ ଏଥିରୁ ବାହାରିବା ତାଙ୍କ ପାଇଁ କଷ୍ଟକର ଥିଲା। ଭାଉଜ ଚୁପଚାପ କାନ୍ଦି କାନ୍ଦି ତାଙ୍କ କୋଠରୀକୁ ଯାଇଥିଲେ। ମା ମଧ୍ୟ ମୋତେ ତାଙ୍କ ପାଖକୁ ଯିବାକୁ ବାରଣ କରିଥିଲେ। ସେ ମୋତେ କହିଲେ କି ତୋ ଭାଉଜଙ୍କୁ କିଛି ସମୟ ଦେ। ଏବେ ଏହି ସବୁରୁ ତାକୁ ନିଜେ ହିଁ ବାହାରିବାକୁ ପଡ଼ିବ। ଆମେ ଚାହିଁକି ବି କିଛି କରିପାରିବା ନାହିଁ। ମାଙ୍କ ସହ କଥା ହୋଇସାରିବା ପରେ ମୁଁ ମଧ୍ୟ ମୋ କୋଠରୀକୁ ଆସିଲି। ମୁଁ ମଧ୍ୟ ବହୁତ ବିବ୍ରତ ହୋଇପଡ଼ିଥିଲି। ଭାଇ ଯାହା ବି କଲା ସେସବୁ ବହୁତ ଭୁଲ ଥିଲା, କିନ୍ତୁ ଏବେ ମୁଁ ଭାଉଜଙ୍କ ପାଇଁ ବହୁତ ବିଚଳିତ ଥିଲି। ଆଜିର ରାତି ବହୁତ କଷ୍ଟଦାୟକ ଥିଲା। ଏବେ ମୁଁ ମନରେ ସ୍ଥିର କରିଥିଲି ଯେ ବର୍ତ୍ତମାନ ମୁଁ ମୋ ଭାଉଜଙ୍କୁ ସବୁବେଳେ ଖୁସି ରଖିବି ଏବଂ ତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଦେବି ନାହିଁ। କିନ୍ତୁ ମୁଁ ତାଙ୍କ ସହ ଅନେକ ଥର ଥଟ୍ଟାମଜା କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ। ଧୀରେ ଧୀରେ ସେ ପରିବର୍ତ୍ତନ ହେବାକୁ ଲାଗିଲେ। ମୁଁ ତାଙ୍କୁ ମୋ ସହ ବାହାରକୁ ବୁଲିଯିବାକୁ ନେଉଥିଲି, ଯାହା ଫଳରେ ତାଙ୍କ ମନ ବୁଝିଯିବ। ବୁଲାବୁଲି କରିବା ଦ୍ୱାରା ଭାଉଜଙ୍କ ମନୋବଳ ଠିକ୍ ହେବାକୁ ଲାଗିଲା। ଏବେ 1 ମାସ ପୂରି ଯାଇଥିଲା। ଦିନେ ରାତିରେ ଆମେ ଆମର ଏକ ସମ୍ପର୍କୀୟଙ୍କ ଘରକୁ ଭୋଜି ପାଇଁ ଆସିଥିଲୁ। ଅଚାନକ ରାସ୍ତାରେ ବର୍ଷା ହେବାକୁ ଲାଗିଲା। ବର୍ଷାରେ ଭିଜିବା ହେତୁ ଆମର ପୋଷାକ ପୂରା ଓଦା ହୋଇଗଲା। ତେବେ ରୁବିନା ଭାଉଜ କହିଲେ ଯେ ଆମେ ବାଇକ୍କୁ ଅଟକାଇ ପାର୍ଶ୍ୱରେ କେଉଁଠି ହେଲେ ଠିଆ ହେବା ଉଚିତ। ଆମେ ଏକ ବିଲ୍ଡିଂ ପାଖରେ ଠିଆ ହେଲୁ, ଯେଉଁଠାରେ କେହି ଯିବା ଆସିବା କରୁନଥିଲେ। ବର୍ଷାରେ ଭିଜିବା କାରଣରୁ ଭାଉଜଙ୍କ ଶରୀର ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା। ସେ ଏକ ପିଙ୍କ ରଙ୍ଗର ଶାଢ଼ୀ ପିନ୍ଧିଥିଲେ, ଯାହା ଦେଖି ମୋ ଦେହ ଭିତରେ ନିଆଁ ଜଳିବା ଆରମ୍ଭ କଲା ଏବଂ ମୁଁ ମୋର ଭାବନାକୁ ନିୟନ୍ତ୍ରଣ କରିପାରିଲି ନାହିଁ। ସେହି ବିଲ୍ଡିଂଟି ପୁରୁଣା ଥିଲା। ସେଠାକୁ କେହି ଯିବା ଆସିବା କରୁନଥିଲେ। ଓଦା ପୋଷାକ ହେତୁ ଦେହ ଶୀତେଇ ଉଠୁଥିଲା। ସେଥିପାଇଁ ମୁଁ ସେଠାରେ ଅଗ୍ନି ଜାଳିବା ଆରମ୍ଭ କଲି। ନିଆଁ ଜାଳିବା ଯୋଗୁଁ କିଛି ମାତ୍ରାରେ ଥଣ୍ଡାରୁ ଲାଘବ ହେଲା। ତାପରେ ଭାଉଜ ଆସି ମୋ ପାଖରେ ଠିଆ ହୋଇଗଲେ। ହଠାତ୍ ଏତେ ନିକଟତର ହେତୁ ଆମ ଦୁହିଁଙ୍କ ଆଖି ପରସ୍ପର ସହିତ ମିଶିଗଲା ତ ଆମ ଦୁହିଁଙ୍କ ମଧ୍ୟରେ ଅଜବ ଅନୁଭୂତି ହେଲା, ଯାହା ପୂର୍ବରୁ କେବେ ହୋଇନଥିଲା। ମୁଁ ଭାଉଜଙ୍କ ହାତ ଧରିନେଲି। ସେ ମୋ ଆଡ଼କୁ ଚାହିଁ ରହିଥିଲେ। ତାପରେ ମୁଁ ଧୀରେ ଧୀରେ ତାଙ୍କ ଅଣ୍ଟାରେ ହାତ ରଖିଲି। ଭାଉଜ ଆଖି ବନ୍ଦ କରିଦେଲେ। ତାପରେ ମୁଁ ତାଙ୍କ ଦେହରେ ଭାଉଜ ଜୋରରେ ଦୀର୍ଘ ନିଶ୍ୱାସ ଛାଡ଼ିବାକୁ ଲାଗିଲେ। ଆଜି କୌଣସି ଝଡ଼ ତୋଫାନ ଆମକୁ ଅଲଗା କରିପାରିବ ନାହିଁ। ଭାଉଜ ମୋତେ ଧୀରେ ଧୀରେ କହୁଥିଲେ ଯେ ମୋତେ ଛାଡ଼ିଦିଅ, ଏହା ଭୁଲ। କିନ୍ତୁ ତାପରେ ମୁଁ ତାଙ୍କ ପାଟିରେ ହାତ ରଖି ତାଙ୍କୁ ଚୁପ୍ କରାଇଦେଲି। ତାପରେ ଆମ ମଧ୍ୟରେ ସେସବୁ କିଛି ଘଟିଗଲା। ସବୁକିଛି ଶେଷ ହେବା ପରେ ସେ ମୋତେ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ। ଆଜି ମୁଁ ଚୁପ୍ ରହିବାକୁ ଯାଉନଥିଲି। ମୁଁ ତାଙ୍କୁ କହିଲି, ତୁମେ କାନ୍ଦିବା ଆବଶ୍ୟକତା ନାହିଁ।
ମୁଁ ତୁମକୁ ଭଲ ପାଏ ଏବଂ ମୁଁ ମଧ୍ୟ ତୁମକୁ ବିବାହ କରିବାକୁ ଚାହୁଁଛି। ଏହା ଶୁଣିବା ପରେ ରୁବିନା ମୋତେ କହିବାକୁ ଲାଗିଲେ ଯେ ସେ ମଧ୍ୟ ମୋତେ ଭଲ ପାଇବା ଆରମ୍ଭ କରିଛନ୍ତି। କିନ୍ତୁ ଆମେ କିପରି ଆମ ମାଆଙ୍କୁ କହିବା ଯେ ଆମେ ପରସ୍ପରକୁ ବିବାହ କରିବାକୁ ଚାହୁଁଛୁ? ମୁଁ ତାଙ୍କୁ କହିଲି, ଏ ବିଷୟରେ ତୁମେ ଚିନ୍ତା କର ନାହିଁ। ତାଙ୍କୁ ମୁଁ ବୁଝାଇ ଦେବି। ବର୍ଷା ବନ୍ଦ ହୋଇଯାଇଥିଲା। ତାପରେ ଆମେ ଦୁହେଁ ଖୁସିରେ ବାଇକ୍ରେ ବସି ଘରକୁ ଫେରି ଆସିଥିଲୁ। ଘରେ ପହଞ୍ଚିବା ପରେ ମୁଁ ମାଆଙ୍କ ସହ ବିବାହ ବିଷୟରେ କଥା ହେଲି। ମାଆଙ୍କର ମଧ୍ୟ ବିବାହକୁ ନେଇ କୌଣସି ଆପତ୍ତି ନଥିଲା। ମାଆ ମୋତେ କହିଲେ, ତୋ ଭାଇ ରୁବିନାଙ୍କ ସହ ଯାହା କଲା ଏଥିରେ ମୁଁ ବହୁତ ଦୁଃଖିତ। ଅନୁଭବ କରୁଥିଲି ଯେ ମୋର ଭୁଲ ହେତୁ କୌଣସି ପ୍ରକାରେ ରୁବିନାର ଜୀବନ ନଷ୍ଟ ହୋଇଯାଇଛି। କିନ୍ତୁ ଯଦି ତୁ ତାଙ୍କୁ ବିବାହ କରୁ ତାର ଜୀବନ ସୁଧୁରିଯିବ। ଆସନ୍ତାକାଲି ତୁମ ଦୁହିଁଙ୍କୁ ଶୁଭ ମୁହୂର୍ତ୍ତ ଦେଖି ବିବାହ କରାଇବି। ଏହା ଶୁଣି ଆମେ ଦୁହେଁ ବହୁତ ଖୁସି ହେଲୁ। ପରଦିନ ବହୁତ ନମ୍ରତା ସହିତ ମୋର ବିବାହ ରୁବିନାଙ୍କ ସହ ହୋଇଗଲା ଏବଂ ସୁହାଗ ରାତିରେ ମୁଁ ମନ ଭରି ରୁବିନାଙ୍କ ସହ ପ୍ରେମ କଲି। ପ୍ରଥମ ଥର ପାଇଁ ରୁବିନାଙ୍କ ମୁହଁରେ ଖୁସି ଦେଖାଗଲା। ରୁବିନା ମୋ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ମୁଁ କୋଠରୀକୁ ଯାଇ ଓଢ଼ଣା ଉଠାଇ ମନ ଭରି ଉପଭୋଗ କଲୁ। ଆମ ଭିତରେ ଥିବା ଆସକ୍ତି ପୂରା ହୋଇଥିଲା। ଆମେ ଆମର ଜୀବନରେ ବହୁତ ଖୁସି ଥିଲୁ। 1 ବର୍ଷ ପରେ ରୁବିନା ଏକ ଅତି ସୁନ୍ଦର ପୁତ୍ରକୁ ଜନ୍ମ ଦେଲେ, ଯାହାକୁ ଅୟସ ନାମରେ ନାମିତ କରିଥିଲି। ଭାଇକୁ ବି ତା କର୍ମର ଫଳ ମିଳିସାରିଥିଲା। ସେ ଯେଉଁ ଝିଅକୁ ଦ୍ୱିତୀୟ ବିବାହ କରିଥିଲା ସେ ବାଞ୍ଝ ଥିଲେ। ତାଙ୍କର ସନ୍ତାନ ସୁଖ ନଥିଲା। କୁହାଯାଏ, ଯଦି ତୁମେ କାହା ସହିତ ଖରାପ କାମ କର ତୁମ ସହିତ ମଧ୍ୟ ସମାନ ଘଟଣା ଘଟିବ।